ଓ ମାଇ ଗଡ୍, ହାଲେଲୁୟା। ଧଳାଟା ପିନ୍ଧିଲେ ଏକା ପ୍ରଭୁ ଶୁଣିବେ। ହାଲେଲୁୟା। ନିଶ ଚାଞ୍ଚି ପକେଇବାର ଅଛି, ନିୟମ ଅଛି, ତାହେଲେ ସନ୍ତାନ ହେବେ। ଅଲରେଡି ଶୈତାନ ଚର୍ଚ୍ଚକୁ ଡିସିଭ୍ ଧୋକା ଦଉଛି। ଅଲରେଡି ସେ ଆପଣ ସଦୃଶରେ ମନୁଷ୍ୟକୁ ନିର୍ମାଣ କଲେ। ହାଲେଲୁୟା। ତୁମର ଧର୍ମ କର୍ମ ନାହିଁ, ଅନୁଗ୍ରହ ବିଶ୍ୱାସ ଦ୍ୱାରା ତମେ ପରିତ୍ରାଣ ପ୍ରାପ୍ତ ହେବ। ହାଲେଲୁୟା। 40 ଦିନ ଫାଷ୍ଟିଂ, ପ୍ରେଜ୍ ଲର୍ଡ, ପ୍ରେଜ୍ ଲର୍ଡ, ହାଲେଲୁୟା, ହାଲେଲୁୟା। ଆମ 40 ଦିନ ସରିଗଲା, ହେଲେ ବି ଶକ୍ତି ମିଳିଲା ନାହିଁ। କେମିତି କରିବି? ଆଉ ଗୋଟେ 40 ଦିନ, ଆଉ ଥରେ ପ୍ରେଜ୍ ଲର୍ଡ, ଶୁଖି ଯାଉଥିବ। ହେଲେ ଯୀଶୁଙ୍କର ସଦୃଶ ମୁଁ ହେବି। ତାପରେ ହେବି ନା, ଅଲରେଡି ତୁମେ ଆପଣା ସଦୃଶରେ ନିର୍ମାଣ, ତମର ମାଇଣ୍ଡ ସେଟ୍, ତମର ମାଇଣ୍ଡକୁ ଚେଞ୍ଜ କର। ହାଲେଲୁୟା। ଜଗତର ଅନୁରୂପୀ ହୁଅ ନାହିଁ, ଖ୍ରୀଷ୍ଟଙ୍କ ସଦୃଶରେ ତମେ ନିର୍ମାଣ। ହାଲେଲୁୟା। ଜଗତର ଅନୁରୂପ ମନୁଷ୍ୟ ତିଆରି ବିଧିବିଧାନ, କଲୋସ୍ୟ 2:8, କଲୋସ୍ୟ 2:18-28। ଜଗତର ଫିଲୋସଫି ସ୍ୱର୍ଗକୁ ନେବ ନାହିଁ। ବିଶ୍ୱାସ ଓ ଧାର୍ମିକତା ଜୀବନ, ହାଲେଲୁୟା, ଦରକାର। ପ୍ରେଜ୍ ଦ ଲର୍ଡ। ମନା ନାହିଁ, ତୁମର ଧର୍ମ କର୍ମ 50ଟା କାଦୁଅ ସମାନ। ହାଲେଲୁୟା। ଯୀଶୁ ଆସିଲା ପରେ କାଲଭାରୀ କ୍ରୁଶରେ ମଲେ, ଆଉ ତୁମେ ତାଙ୍କ ସଦୃଶରେ ପରିବର୍ତ୍ତିତ ବାକ୍ୟ ଦ୍ୱାରା ହେବ। ହାଲେଲୁୟା। ବାକ୍ୟ ଜଳ ସଦୃଶ ତମକୁ ପ୍ରକ୍ଷାଳନ କରିବ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ବାକ୍ୟ କ'ଣ ସଦୃଶ? ଜଳ ସଦୃଶ। କି ବାକ୍ୟ? ସବୁ ପ୍ରାର୍ଥନା, ଆଜିକାଲି ହିନ୍ଦୁ ପ୍ରାର୍ଥନା କରୁଛି, ଖ୍ରୀଷ୍ଟିଆନ ପ୍ରାର୍ଥନା କରୁଛି, ମୁସଲିମ ପ୍ରାର୍ଥନା କରୁଛି, ଜିହୁଦୀ ପ୍ରାର୍ଥନା କରୁଛି, ସକାଳେ ଚୋର ବି ପ୍ରାର୍ଥନା କରୁଛି, ଆଜି ଗୋଟେ ଭଲ ଚୋରି କରିବି ବୋଲି ସମସ୍ତେ କରୁଛନ୍ତି। ସବୁ ପ୍ରାର୍ଥନା ସ୍ୱର୍ଗକୁ ନେବ କି? କେଉଁ ପ୍ରାର୍ଥନା? ପ୍ରଭୁ ଯୀଶୁଙ୍କର ସହିତ ତାଙ୍କର ଉପସ୍ଥିତିର ପ୍ରାର୍ଥନା। ହାଲେଲୁୟା। ଯେଉଁ ପ୍ରାର୍ଥନାରେ ସ୍ୱର୍ଗ ଓହ୍ଲେଇ ଆସିବ। ହାଲେଲୁୟା। ସେଥିପାଇଁ ଜିହୁଦ 1:20ରେ ପବିତ୍ର ଆତ୍ମାରେ ପ୍ରାର୍ଥନା। ହାଲେଲୁୟା। ଜନ 6:63, ମୁଁ କହୁଥିବା ବାକ୍ୟ ସବୁ ଜୀବନ ଓ ଆତ୍ମା। ହାଲେଲୁୟା। ପ୍ରଭୁ କହୁଥିବା ବାକ୍ୟ କ'ଣ? এই বাক্য କ'ଣ? ଜୀବନ ଆତ୍ମା। ହାଲେଲୁୟା। କେତେଟା ପୁସ୍ତକ ଅଛି ପୃଥିବୀରେ? ବାଇବଲ କେତେ ପ୍ରକାର ଅଛି? 66ଟି ଆମେ ୟୁଜ୍ କରୁଛୁ। 73 କାଥଲିକ୍ ୟୁଜ୍ କରୁଛି। ଅର୍ଥୋଡକ୍ସ 81 ପୁସ୍ତକ। ରୁଷିଆ ୟୁକ୍ରେନକୁ ଲାଗିଛି। ରୁଷିଆର ଅର୍ଥ କ'ଣ? ବିୟର, ଭାଲୁ। ହାଲେଲୁୟା। ୟୁକ୍ରେନ ଯୁଦ୍ଧ ଚାଲିଛି, ଆପଣମାନେ ଜାଣିନାହାନ୍ତି ବହୁତ ବିଷୟ। ୟୁକ୍ରେନ 38-39, ୟୁକ୍ରେନ ହିଁ ଅନ୍ତିମ ସମୟରେ ଯୁଦ୍ଧକୁ ଆସିବ। ଦେଖରେ ଅଛି, ଇସ୍ରାଏଲକୁ ଚକି ପଥର ସଦୃଶ ଆମେ କରିବା। ହାଲେଲୁୟା। ଇସ୍ରାଏଲ କାହାର ନାମ? ସଦାପ୍ରଭୁଙ୍କ ନାମ। କିଛି ଜାଣିନ। ମୁଁ ଏବେ ମୋର ନିଜ ଜନ୍ମଭୂମିକୁ ଆସିଛି ତମକୁ ଟିକେ ଷ୍ଟ୍ରେଂଥେନ୍ କରିବା ପାଇଁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ହାଲେଲୁୟା। ଏମିତି ହାଲେଲୁୟା ଏମିତି ନା। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଯଦି ଯିଏ ହାଲେଲୁୟା କହୁନାହିଁ, ତାକୁ ଶୈତାନ କାନରେ ଆସି ଶିଖଉଛି ହାଲେଲୁୟା କରୁନା। ହାଲେଲୁୟା ଗୋଟେ କୋଉଠିର ଭାଷା? ଜେରୁସାଲେମ କୋଉଠିର ନଗର? ଇଣ୍ଡିଆରେ ନଗର ଯାକ ଅଛି ନା, ସିଟି ଗୁଡ଼ାକ। ବମ୍ବେ ଗୋଟେ ନଗର, ଦିଲ୍ଲୀ ଗୋଟେ ନଗର, ଭୁବନେଶ୍ୱର ଗୋଟେ ନଗର। ହାଲେଲୁୟା। କିନ୍ତୁ ଜେରୁସାଲେମ ଗୋଟେ ସ୍ୱର୍ଗର ନଗର। ପ୍ରେଜ୍ ଦ ଲର୍ଡ। ଜେରୁସାଲେମକୁ ସମସ୍ତେ ଆକ୍ରମଣ କରିବା ପାଇଁ ଆସିବେ। ହାଲେଲୁୟା। କିନ୍ତୁ ଏଇଟା ଆଉ ଗୋଟେ ଟପିକ୍। ଆଜି ସକାଳେ ଆମେ କେତେଟା ପଏଣ୍ଟ ଦେଖିଥିଲୁ, ସେ ବିଷୟରେ ଆମେ ଚିନ୍ତା କରିବା। ପ୍ରେଜ୍ ଦ ଲର୍ଡ। ସେଇଟା ଆଉ କେବେ ଟାଇମ୍ ମିଳିଲେ ଆମମାନେ ଶିଖିବା। ଏ ପୃଥିବୀ ଦେଖୁଥିବା ପୃଥିବୀ ଏଭଳିଆ ସବୁଦିନ ରହିବ ନାହିଁ। ଦିନେ 1/3 ଲୋକ ମରୁଛନ୍ତି ବୋଲି ପ୍ରକାଶିତ ଅଛି। କେତେ ଅଂଶ? ପୃଥିବୀର 1/3 ଏବେ ବି ମରୁଛନ୍ତି ଲୋକମାନେ, ଏବେ ବି ମରୁଛନ୍ତି ଯୁଦ୍ଧରେ। ଲିବାନନ ଉପରେ ଝିଅ ଏଡ଼େ ଦେଖନ୍ତୁ। ପ୍ରେଜ୍ ଦ ଲର୍ଡ। କେହି କାହାକୁ କଥା ହୁଅନ୍ତୁ ନାହିଁ, ପ୍ରଭୁଙ୍କର ଉପସ୍ଥିତି ଅଛି। ଓ ଏବେ ଗୋଟେ କିଛି ଦିନ ତଳେ ମୁଁ ଆଉ ଗୋଟେ ପାଷ୍ଟର ଅଛୁ। ପାଷ୍ଟରମାନଙ୍କୁ ତୁଚ୍ଛ କରି ଗୋଟେ ଝିଅକୁ ବାକ୍ୟ ଦେବାକୁ କହିଲେ। ସେଠି 2ଟା ପାକ୍କା ପେଣ୍ଟିକଷ୍ଟାଲ ପାଷ୍ଟର ଅଛୁ। ଗୋଟେ ଝିଅ, ସେ କିଛି ସମୟ ପରେ ସେ ଝିଅ
ସାଙ୍ଗେ ସାଙ୍ଗେ ଫାଟକି ମରିଗଲା ସେଇଠି ମରିଗଲା। ସେ ପାଷ୍ଟର ଦୁଃଖ କଲେ, ମୁଁ ବି କହିଲି ମୋର ବଡ଼ ଦିଦି ସେଦିନ ମୋର ସବୁଠୁ ବଡ଼ ଦିଦି ଚାଲି ଯାଇଛି ଜେକେପୁରରେ। ସେତେବେଳେ ମୁଁ କହିଲି ପାଷ୍ଟର ମାନେ ଥିବା ସକାଶ ଥାଉ ମଧ୍ୟ ଏମାନେ ମୋର ଓଡ଼ିଆ ଟିକେ ଇଆଡ଼େ ସିଆଡ଼େ ବୁଝନ୍ତୁ ପ୍ରେଜ୍ ଦ ଲର୍ଡ। ଏ କେମିତି ତାପରେ ଫାଟକି ମରିଗଲେ ଅନନ୍ୟା ସଫିରା ଟାଇପ୍ର। ଆଉ ଜଣେ ଗୋଟେ ହସ୍ପିଟାଲ କ୍ୟାନ୍ସର ରୋଗ, ଆଜ୍ଞା ଟିକେ ପ୍ରାର୍ଥନା କର। କେତେବେଳେ ଆମେ ବାୟୁ ବିଷୟ ବେଶୀ ଦେଖୁଛୁ, ଖ୍ରୀଷ୍ଟ ମୋ ଭିତରେ ଅଛି। ହାଲେଲୁୟା। ତମ ଭିତରେ କିଏ ଅଛି? ଖ୍ରୀଷ୍ଟ ଅଛି। ତାକୁ କ୍ୟାନ୍ସର ରୋଗ, ଯୀଶୁ ନାମରେ এই କ୍ୟାନ୍ସର ଦୂର ହଉ। କାଲିକି ଆମେ ଯାଇ ଦେଖୁଛୁ, କାଲିକି ନାହିଁ ସନ୍ଧ୍ୟାରେ, ସେଇ ସନ୍ଧ୍ୟାରେ ଆଉ ଥରେ ଗଲୁ। ଡକ୍ଟର କହିଲା ଆକୁ ନେଇଯାଅ, କିଛି ନାହିଁ, 99% ଠିକ୍ ଅଛି। ତାଙ୍କୁ କହିଲୁ ତମ ପାଷ୍ଟରକୁ 7 ଦିନ ଡାକି ପ୍ରେୟାର କର, କିନ୍ତୁ ସେ କଲେ ନାହିଁ। 2-3 ଦିନ କଲେ, ସୁସ୍ଥ ହେଲା। ଆଉ ଥରେ ମାସେ ପରେ ଆଉ ତାକୁ ହସ୍ପିଟାଲ ନେଲେ, ଅବାଧ୍ୟ ଜୀବନ କାଟିଲା, ଆଉ ଥରେ ମରିଗଲା ସେ। ବେଳେବେଳେ ଅବାଧ୍ୟର ଆତ୍ମା କାର୍ଯ୍ୟ କରିବା ସକାଶୁ ପ୍ରଭୁଙ୍କର କ୍ରୋଧ ଆସେ। ଦ୍ୱିତୀୟ ବଂଶାବଳୀ 2 କ୍ରୋନିକାଲ ବଂଶାବଳୀ 20 ଲେଖା ଅଛି, ସଦାପ୍ରଭୁଙ୍କୁ ବିଶ୍ୱାସ କର, ଆମେ ପଠେଇଥିବା ଭାବବାଦୀକୁ ବିଶ୍ୱାସ କର। ହାଲେଲୁୟା। ପରିତ୍ରାଣ କେମିତି? ମୁଖରେ ବିଶ୍ୱାସ, ହୃଦୟରେ ବିଶ୍ୱାସ, ମୁଖରେ ସ୍ୱୀକାର କହିବାକୁ ପଡ଼ିବ। ତମେ କିଛି କହୁନାହ, ତମ ପାଇଁ ଯେଉଁ ଦୂତ ଆସିଛି ସେ ହାତ ବାନ୍ଧି ରହୁଛି, ଚୁପଚାପ ରହୁଛି। ତମେ କିଛି କହିଲେ ଦୂତ ଆକ୍ଟିଭ ହେବ। ତାର ଅର୍ଥ ପ୍ରାର୍ଥନା, ଥ୍ୟାଙ୍କ ୟୁ ଲର୍ଡ, ହାଲେଲୁୟା। ପ୍ରଭୁ ମୋର ଝିଅକୁ ସୁସ୍ଥ କର, ମୋତେ କାର୍ ଦରକାର ଯୋଗାଅ, ମୋତେ ଗୃହ ଦରକାର ଯୋଗାଅ। ପ୍ରଭୁ ତୁମ ପାଇଁ ମୁଁ ବ୍ୟବହାର ବି, ମୋତେ ଆର୍ଥିକ ସମସ୍ୟା ଦୂର କର। ଏମିତି କହିଲେ ଦୂତ ହାତ ଖୋଲିବ। ପ୍ରେଜ୍ ଦ ଲର୍ଡ। ପ୍ରତ୍ୟେକଙ୍କ ପାଇଁ ଗୋଟେ ଗୋଟେ ଦୂତ ଅଛି। ସେଥିପାଇଁ ବାଇବଲ ଲେଖା ଅଛି, ସେ ଦୂତ ପ୍ରେରଣ କରି ତୁମର ପାଦ ଯେପରି ପଥରରେ ନ ବାଜେ ଏଥିପାଇଁ ସେ ସୁରକ୍ଷା ଦିଅନ୍ତି। ହାଲେଲୁୟା। ଦୂତ ମାନେ କିଏ? ଏଞ୍ଜେଲ ଆର୍ ଲାଇକ୍ ଏ ସ୍ପିରିଟ୍। ଦୂତ ମାନେ ବାୟୁ ସଦୃଶ। ବାୟୁ ଦେଖିଛନ୍ତି ଜିଜିକଲରେ ଅଛି। ଦୂତମାନଙ୍କ ସ୍ପିଡ୍ ଲାଇଟନିଂ ସ୍ପିଡ୍। ଦୂତମାନଙ୍କ ସ୍ପିଡ୍ କ'ଣ? 1 ସେକେଣ୍ଡ। ଆଖି ମିଟୁକା ମାରୁଛନ୍ତି, ଏମିତି ମାରୁଛନ୍ତି। ଏଇଟା 1 ସେକେଣ୍ଡ ଭିତରେ 3 ଲକ୍ଷ କିଲୋମିଟର 1 ସେକେଣ୍ଡରେ। କେବେ କେବେ ଯାଉଛ, ହଠାତ୍ ତମର ଗାଡ଼ି ବେଳକୁ କ'ଣ ଗୋଟେ ପଶିବା, ଏମିତି ହୋଇଛ ନା? କେବେ ହେଇଛ ନା? ଏମିତି ହେଇଛ? ସେତିକି ଭିତରେ ଫାଟ କରି ଦୂତ ଆସୁଛି। ଏତେ ସ୍ପିଡରେ ସେ ତମକୁ ରକ୍ଷା କରନ୍ତି। ହାଲେଲୁୟା। ସକାଳେ ଆମେ ଦେଖିଥିଲୁ ଦୂତ ମାନଙ୍କର କେତେ ଆଖି ଗୁଡ଼ାକ, ଚାରିଆଡ଼େ ଆଖି। ଆରେ ଓ ମାଇ ଗଡ୍। ତାର ଅର୍ଥ ଦୂତ ପ୍ରତ୍ୟେକ ଦିନ ତମର ଯତ୍ନ ନେଉଛନ୍ତି। ତୁମେ ପ୍ରାର୍ଥନା ନ କରି ଚୁପଚାପ ଖାଇ ପିଇ ଶୋଉଛ, ସେ ହାତ ବାନ୍ଧି ରହିଯାଉଛି, ଚୁପ, ତମ ପାଇଁ କିଛି ହେବ ନାହିଁ। ସେଥିପାଇଁ ମୁଖ ସ୍ୱୀକାର କରିବ। ପ୍ରେଜ୍ ଦ ଲର୍ଡ। ସେଥିପାଇଁ ବେଶୀ କରି ରାତି ଅଧା ପ୍ରାର୍ଥନା। ରାତିରେ ଯଦି 1-2ଟା ନିଦ ଭାଙ୍ଗି ଯାଉଛି, ଜାଣ ତମ ପାଇଁ ଦୂତ କିଛି କଥା, ପ୍ରଭୁ ଦୂତ ଦ୍ୱାରା କିଛି କଥା ହେବାକୁ ଚାହୁଁଛନ୍ତି। ତଥାପି ଆମେ ଓ ମା ବେଶୀ ହାଲିଆ ଓ ଗଡ୍ ବିପା ଚା ଟିକେ କରେ, ଟିକେ ଆଉ ପିଉଛୁ, ଆଉ ଶୋଇଯାଉଛୁ। ଏମିତି ହେବା ଦ୍ୱାରା ତମେ ହିଁ ତମର ରାସ୍ତା ବନ୍ଦ କରୁଛ। ହାଲେଲୁୟା। ପ୍ରଭୁଙ୍କର ସହିତ କଥା ହେବା। ହାଲେଲୁୟା। କୋଉଠି ଅଛି ଏ ରିମୋଟ କଣ୍ଟ୍ରୋଲ? କୋଉଠି ଅଛି? ତମର ମାଇଣ୍ଡରେ ହିଁ। ପ୍ରେଜ୍ ଦ ଲର୍ଡ। ତମେ ଏଠି ବସିବି ନା ଉଠି ପଳେଇବି, ତମେ ଟ୍ୟୁନ୍ ଚେଞ୍ଜ କଲ, ରିମୋଟ ଚେଞ୍ଜ କଲା ପରେ ଆଉ ଗୋଟେ ଚ୍ୟାନେଲ। ଏବେ ବି କେତେ ଲୋକ ଏ ଆଜ୍ଞା କହିବାଟା ମୁଁ କିଛି ବୁଝିପାରୁନାହିଁ, ତମେ ଆଉ ଗୋଟେ ଚ୍ୟାନେଲ ଚିପି ସାରିଲଣି। ହୋଲି ସ୍ପିରିଟ୍, ପବିତ୍ର ଆତ୍ମା ମୋତେ କଥା କୁହ, ମୁଁ କିଛି ଜାଣିବା ପାଇଁ ଚାହୁଁଛି ନୂଆ ବିଷୟ। ଏମିତି ରାତି ସାରା ବି ବସିପାରିବ, ତମକୁ କିଛି ବୋର ଲାଗିବ ନାହିଁ ଯେବେ ତମର ଟ୍ୟୁନିଂ ଚେଞ୍ଜ କରିବ। ଯୀଶୁ ସହିତ 3 ଦିନ ବସିଥିଲେ ସେମାନେ। କେତେ ଦିନ? ଶିଷ୍ୟମାନେ କହୁଛନ୍ତି ପ୍ରଭୁ ମରୁଭୂମିରେ 3 ଦିନ ଏମାନେ କାଳେ ବେହୋସ ହୋଇ ମରିଯିବେ, ଏମାନଙ୍କୁ କିଛି ଖାଇବାକୁ ଦିଅ। ଯୀଶୁ କ'ଣ କହିଲେ? ୟୁ ଫିଡ୍ ଦେମ୍। ତୁମେ ତାଙ୍କୁ ଖିଲାଅ, ତମେ ତାଙ୍କୁ ଖୁଆଅ। ପ୍ରଭୁ ଆମେ କେତେ ଦିନ କୁଲି କଲେ ବି ଏତିକି ଲୋକ ଖୁଆଇବା ପାଇଁ ଆମ ପାଖରେ ନାହିଁ କହୁଛନ୍ତି ନା? ଯୀଶୁ କହିଲେ, ତାପରେ କ'ଣ କରୁଛନ୍ତି? ଖାଇବାକୁ ଦେଉଛନ୍ତି। ପ୍ରେଜ୍ ଦ ଲର୍ଡ। ସେମାନେ ଜନ୍ 6:11 ମାଛ ଆଉ ରୁଟି ଯେତେ ଇଚ୍ଛା ସେତେ ଦେଲେ। ହାଲେଲୁୟା। କେତେ ଦେଲେ?
ଯେତେ ଇଚ୍ଛା ସେତେ ଦେଲେ। ହାଲେଲୁୟା। ସମସ୍ତେ କୁହ ଯୀଶୁ ମତେ ଯେତେ ଇଚ୍ଛା ଯାହା ଇଚ୍ଛା ଦେବେ। ଦେଇପାରିବେ ନା ନାଇଁ? ସତ ଦେଇପାରିବେ? କିଏ କ'ଣ ଚାହୁଁଛ ମାଗନ୍ତୁ, ମନେ ମନେ ମାଗନ୍ତୁ। ହାଲେଲୁୟା ହାଲେଲୁୟା ହାଲେଲୁୟା। ତମର ବିଶ୍ୱାସ ବିଲିଭ ସିଷ୍ଟମ। ହାଲେଲୁୟା। ତୁମର ବିଶ୍ୱାସ ଯେପରି ସେପରି କ'ଣ କହିଲେ ଯୀଶୁ? ତୁମର ବିଶ୍ୱାସ ଯେପରି ସେପରି ତମ ପ୍ରତି କ'ଣ କହିଲେ? ହେଉ କହିଲେ। ପ୍ରଭୁ ମୋର ଜଣେ ଦାସ ଅଛି, ମୋର ଅଣ୍ଡରରେ ବେଶୀ କାର୍ଯ୍ୟ କରୁଛନ୍ତି ଲୋକମାନେ, କିନ୍ତୁ ମୋର ଜଣେ ଦାସ ବେମାର ହେଇଛି। ତୁମେ ଆମ ଘରକୁ ଆସିବା ପାଇଁ ଯୋଗ୍ୟ ନାହିଁ, କିନ୍ତୁ ପଦେ ଆଜ୍ଞା କହିଦିଅ, ମୋର ଦାସ କ'ଣ ହେବ? ଆଉ ଗୋଟେ ଜାଗାରେ ଏମିତି ଯୀଶୁ ଘରେ ପ୍ରଚାର କରୁଛନ୍ତି, ଭିତରକୁ ଆସିବା ପାଇଁ ଜାଗା ନାହିଁ। ଗୋଟେ ରୋଗୀକି ସେମାନେ କ'ଣ କରୁଛନ୍ତି? କବାଟ କଣା କରି ଦଉଡ଼ିରେ ଏମିତି ପକାଉଛନ୍ତି। ମାଦା କାଲୁ ସ୍ୱଳ୍ପ ମତ ଦେଖିଛ? ଗୋଟେ ଏମିତି ଡିମ୍ବ ପଟା ଏମିତି ଆସିବ ଆମ ଗାଁର ବଢ଼ିଆ ପିଲାବେଳେ ଆମେ ଦେଖୁଥିଲୁ। ସେତିକି ଜଣକୁ ଓହ୍ଲାଉଛନ୍ତି, ସେ ଲୋକ ଜାଣିନାହିଁ, ସେ ଲୋକ ବିମାର ଜାଣିନାହିଁ କ'ଣ ହେଉଛି ତା ପାଇଁ। କାହାର ବିଶ୍ୱାସ? କାହାର ବିଶ୍ୱାସ? କାହାର ବିଶ୍ୱାସ? ସେ ରୋଗୀ କିଛି ଜାଣୁନାହିଁ ସେ କୁଆଡ଼େ ଯାଉଛି, କିନ୍ତୁ ଅନ୍ୟମାନଙ୍କର ପ୍ରାର୍ଥନା ଆଉ ଜଣକୁ, ତମର ପ୍ରାର୍ଥନା ଆଉ ଜଣକୁ ସାହାଯ୍ୟ କରିବ। ହାଲେଲୁୟା। ସେଥିପାଇଁ ଆମେ ପ୍ରେୟାର କରୁଛୁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା ହାଲେଲୁୟା ହାଲେଲୁୟା। ମୁଁ ବେଳେବେଳେ ପ୍ରଚାର କରି ଜାଣୁନାହିଁ, ମୁଁ ଭଲ ପ୍ରଚାରକ ନାହିଁ, କିନ୍ତୁ କି ରୋଗୀ ଆସିଛନ୍ତି ସେ ଇଞ୍ଜେକ୍ସନ୍ ଆଗ ମୋତେ ଦେବାକୁ ହେବ। ଏଠି ଦାନ୍ତ ବତାର ଲୋକ ଆସିଲେ ମୁଁ ଝାଡ଼ାର ଇଞ୍ଜେକ୍ସନ୍ ଦେଲେ କ'ଣ ହେବ? କେତେ ରହିଲା ନା ଆଜ୍ଞା, କେତେ ଡିହାଇଡ୍ରେସନ୍ ହେଲା ନା ଆଜ୍ଞା, ଦିନକୁ 20 ଥର ଗଲାଣି, ହେଲେ ମୁଁ ସେଠି କି ମୁଣ୍ଡ ବତା ଇଞ୍ଜେକ୍ସନ୍ ଦେବି? ତମକୁ ଏବେ ବି ABCD ଗସ୍ପେଲ ପ୍ରଚାର ହେଉଛି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ତୁମେ କାହାର ସନ୍ତାନ? ପ୍ରଭୁଙ୍କ ସନ୍ତାନ। ହାଲେଲୁୟା। ପ୍ରଭୁ ଯୋଉଠି ଅଛନ୍ତି ତୁମେ ସେଠି ଦିନେ ରହିବ, ହଁ ନା ନାହିଁ? କେତେ ଦିନ ପାଇଁ ରହିବ? ଯାଇକି ଆଉ ପଳେଇ ଆସିବ ରାୟଗଡ଼ା, ବମ୍ବେ, ଦିଲ୍ଲୀ? ତମର ଘର କେଉଁଠି ଅଛି? ଏଭ୍ରି 13-14 କ'ଣ ଲେଖା ଅଛି? ଆମ୍ଭମାନଙ୍କର ବାସସ୍ଥାନ ଏ ପୃଥିବୀରେ ନାହିଁ, ଆଉ ଗୋଟେ ଦେଶର ଆମେ ପ୍ରଜା। ପ୍ରେଜ୍ ଦ ଲର୍ଡ। ତମେ କାହା ସଦୃଶରେ ନିର୍ମିତ ହେଇଛ? ଫାଷ୍ଟିଂ କରିବା ଦରକାର। ଫାଷ୍ଟିଂ କଲା ପରେ ଏକା ହାତୀର ସନ୍ତାନ କ'ଣ ଜନ୍ମ କରିବ? ହାତୀ ମାଛ ପିଲା ଜନ୍ମ କରିବ। ସିଂହର ସନ୍ତାନ କ'ଣ ହେବ? ବାଲୁର ପିଲା କ'ଣ ହେବ? କୁକୁର ପିଲା କ'ଣ ହେବ? ଏ କୁକୁର ପିଲା ବୋଲେ କେମିତି ଲାଗେ ତ? ଏ ସଦାପ୍ରଭୁଙ୍କର ଦାସ ଆସ ବୋଲେ ଆହା, ଏ ପ୍ରଭୁଙ୍କର ଦାସ ଇଧର ଆସ। ହାଲେଲୁୟା। ପ୍ରଭୁଙ୍କର ପିଲାମାନେ କ'ଣ? ପ୍ରଭୁଙ୍କର ପିଲା କ'ଣ? ପ୍ରଭୁଙ୍କ ସନ୍ତାନ କ'ଣ? ଯୀଶୁର ପିଲା କ'ଣ? ସେଥିପାଇଁ ଜହନ 10 ଲେଖା ଅଛି, ତୁମେ ମାନେ ଈଶ୍ୱର ଗଣ। ଯେ ଆଇସାୟା ସାମରେ ବି ଲେଖା ଅଛି, 82-86 ଲେଖା ଅଛି, ତୁମେ ମାନେ ଈଶ୍ୱର ଗଣ, କାହିଁକି ସାଧାରଣ ଲୋକ ପରି ମରିବ? ତାର ଅର୍ଥ ତମେ ଈଶ୍ୱର ଗଣ କି? ଈଶ୍ୱର ଗଣ। ସଦାପ୍ରଭୁଙ୍କ ପିଲା କ'ଣ? ଓ ମାଇ ଗଡ୍, ଲିଟିଲ୍ କନଫ୍ୟୁଜ୍ ଏଠି। ତମେ ମଧ୍ୟ ତାଙ୍କ ସଦୃଶର ସନ୍ତାନ। ହାଲେଲୁୟା। ତମେ ପୃଥିବୀ ସ୍ୱର୍ଗ ତିଆରି କରିନାହ, କିନ୍ତୁ ତାଙ୍କର ସଦୃଶ୍ୟର ସନ୍ତାନ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ସମସ୍ତେ କୁହ, ମୁଁ ତାଙ୍କ ସଦୃଶରେ ନିର୍ମିତ ହୋଇଅଛି। ମୁଁ ଆଉ ଖ୍ରୀଷ୍ଟ ଅଲଗା ନାହିଁ। ପ୍ରଥମ କରିନ୍ଥିୟ 6:17 କ'ଣ ଲେଖା ଅଛି? ଯେ ତାଙ୍କ ସହିତ ସଂଯୁକ୍ତ ହୁଏ। କିଏ ପଢ଼ନ୍ତୁ କିଛି? କିଏ ପଢ଼ନ୍ତୁ? ପ୍ରଥମ କରିନ୍ଥିୟ 6:17, ଦ୍ୱିତୀୟ କରିନ୍ଥିୟ 6:17 ପଢ଼ନ୍ତୁ, ଶୀଘ୍ର ପଢ଼ନ୍ତୁ। ଆଜି ଆମେ ଯେ ପ୍ରଭୁଙ୍କ ସହିତ କ'ଣ ହୁଏ? କେମିତି ସଂଯୁକ୍ତ ହେଲ? କେମିତି? ଜଳରେ ଆତ୍ମାରେ ଜନ୍ମ ନେଲ, ପ୍ରଭୁ ଭୋଜ ଖାଇଲ, ଚର୍ଚ୍ଚକୁ ଯାଉଛ,
ତମେ କାହା ସହିତ ଏକ ଏକ ହେଲ? ହଁ, এটা ভুল, বাইবেল ବାହାରେ ନାହିଁ। ପଢ଼ନ୍ତୁ ଆଉ ଥରେ। କିନ୍ତୁ କିନ୍ତୁ ଯେ ପ୍ରଭୁଙ୍କ ସହିତ ସଂଯୁକ୍ତ ହୁଏ, ପ୍ରଭୁଙ୍କ ସହିତ ସଂଯୁକ୍ତ ହୁଏ, ସେ ତାହାଙ୍କ ସହିତ ଏକ ଆତ୍ମା ହୁଏ। ତାଙ୍କ ସହିତ ଏକ ଆତ୍ମା ହୁଏ। ହାଲେଲୁୟା। ପ୍ରଭୁ ସହିତ ତମେ କ'ଣ ହଉଛ? ସଂଯୁକ୍ତ ବାପ୍ତିସ୍ମ ଦ୍ୱାରା। ଫିଲିପିଓରେ ଆମେ ଦେଖୁଥିଲୁ ଏ ମରଣ ବିଷୟରେ, ସେଇଟା ଆଉ କେବେ ମୁଁ ପଢ଼ିବି। ମୋ ନିମନ୍ତେ ଜୀବିତ ରହିବା ଖ୍ରୀଷ୍ଟ, ମୃତ୍ୟୁ ଲାଭଦାୟକ। ମରିଗଲେ ଲାଭ, ବଞ୍ଚିଥିଲେ ଖ୍ରୀଷ୍ଟ। ହାଲେଲୁୟା। ବଞ୍ଚିଥିଲେ ଯେତେ ଦିନ ଖ୍ରୀଷ୍ଟଙ୍କ ପାଇଁ ବଞ୍ଚିବି। ସେ ବୁଢ଼ା ହେଇଗଲେ ପାଉଲ କହୁଛନ୍ତି, କିନ୍ତୁ ଡାକରା ଆସିଛି, ମୁଁ ଦୁଇଟି ବିଷୟ ଘେନି ଦ୍ୱନ୍ଦ୍ୱରେ ଅଛି। ସ୍ୱର୍ଗ ଯିବି ନା ଆଉ କେତେ ଦିନ ରହି ତମ ସହିତ ସେବା କରିବି। ନୂତନ ନିୟମ ମରଣ କାହାର? କାହା ହାତରେ ଅଛି? ମରଣ କାହା ହାତରେ ଅଛି? ପ୍ରଭୁଙ୍କ ହାତରେ ସତ। କିନ୍ତୁ ପାଉଲ କହୁଛି ମୋର ଯିବା ସମୟ ହେଲାଣି। ଫିଲିପିଓ 1 ପୁରା ପଢ଼ିବେ ଘରକୁ ଯାଇ। ମୋ ନିମନ୍ତେ ଗୋଟେ ପଥ ଅଛି, ନିର୍ଣ୍ଣୟ ହେଇଗଲାଣି ଯିବା ପାଇଁ। କିନ୍ତୁ ମୁଁ ଏବେ କନଫ୍ୟୁଜରେ ଅଛି, ଯିବି ନା ରହିବି। ହେଲେ ମରଣ କାହା ହାତରେ ଅଛି? କାହା ହାତରେ ଅଛି? ରେ ମୃତ୍ୟୁ କାହିଁ ତୋର ନାହୁଡ଼? ଯେ ଯୀଶୁକୁ ପାଇଅଛି, ଜୀବନ ପାଇଅଛି, ମୃତ୍ୟୁକୁ ପାର କରି ଜୀବନରେ ପ୍ରବେଶ କରିଅଛୁ। ହାଲେଲୁୟା। ମରଣକୁ ବି ଅଟକେଇବା ଶକ୍ତି ଆମ ପାଖରେ ଅଛି। ହାଲେଲୁୟା, ହାଲେଲୁୟା। ଏଇଟା ଗୋଟେ ଫିଲିଂ, ତମ ଭିତରେ ଗୋଟେ ଫିଲିଂ ଆସୁଛି। ଓ ମୋ ଗରିବ, ଏ ପ୍ରଭୁ, ଏ ବାପା, ମୁଁ ମରିଗଲେ ଭଲ ହେଇଥାନ୍ତା। ଏମିତି କହୁଛ, ତମେ ଶୈତାନ ପାଇଁ ଗୋଟେ ବାଟ ଖୋଲୁଛ। ହାଲେଲୁୟା। ସବୁବେଳେ ତମେ ପ୍ରାର୍ଥନା କରିବ, ମୁଁ ବ୍ଲେସିଂ, ମୋ ଠାରେ ପ୍ରଭୁଙ୍କର ଅନୁଗ୍ରହ ଅଛି, ମୁଁ ମରିବି ନାହିଁ, ବଞ୍ଚିବି। ହାଲେଲୁୟା। ତମ ଘରକୁ ଯଦି ରୋଗ ଆସୁଛି, ରେ ରୋଗ ଯୀଶୁ ନାମରେ ତୋର ଅଧିକାର ନାହିଁ। ହାଲେଲୁୟା। ତମ ଘରେ ଅଶାନ୍ତି ଅଛି, ଏ ବିଶୃଙ୍ଖଳାର ଆତ୍ମା, ବିଶୃଙ୍ଖଳା ଗୋଟେ ଆତ୍ମା, ଅବାଧ୍ୟ ଗୋଟେ ଆତ୍ମା, ଅବିଶ୍ୱାସ ଗୋଟେ ଆତ୍ମା, ମୃତ୍ୟୁର ଗୋଟେ ଆତ୍ମା। ହାଲେଲୁୟା। ଦରିଦ୍ରତା ଗୋଟେ ଆତ୍ମା। ହାଲେଲୁୟା। ଯୀଶୁ ନାମରେ ଗଛ ଶୁଣିଥିଲା। ହାଲେଲୁୟା। ସେ ଗଛ ଶୁଖି ଯାଇଛି, ଆଉ ଥରେ ଫେରିଲା ବେଳକୁ ଯୀଶୁ ନାମରେ ପଥରରୁ ପାଣି ବାହାରିଛି। ହାଲେଲୁୟା। ପଥର ବି କଥା ଶୁଣିଛି। ହାଲେଲୁୟା। ଓ ତମର ପ୍ରାର୍ଥନା ଏଠିରୁ ଆମେରିକା ପହଞ୍ଚି ପାରିବ। ପ୍ରେଜ୍ ଦ ଲର୍ଡ। ଆମେରିକାରେ ଗୋଟେ ହସ୍ପିଟାଲରେ ତମର ନାଇଁ କିଏ ଚନ୍ଦ୍ରମୁଖୀ ଜ୍ୱର ହେଇଛି, ଏଠି ଥାଇ ପ୍ରାର୍ଥନା କରୁଛ, ପ୍ରଭୁ ଯୀଶୁ ନାମରେ ତମର ଆତ୍ମା ସେଠିକୁ ଯାଇ ଛୁଇଁ ପାରିବ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। Your prayer can reach my ଗୋଟେ ନ୍ୟୁକ୍ଲିୟର ପାୱାର ଠୁ ବି ଭୟଙ୍କର ପ୍ରାର୍ଥନା। ହାଲେଲୁୟା। ଯୁଦ୍ଧ ବି ବନ୍ଦ କରିପାରିବ ତମେ। ପ୍ରେଜ୍ ଦ ଲର୍ଡ। ସେଥିପାଇଁ ଦୁଇ ଜଣ ଏକ ମନ ହେଇ, ମାଥିରେ ଲେଖା ଅଛି, ପୃଥିବୀରେ ଯାହା ବାନ୍ଧିବ ସ୍ୱର୍ଗରେ ବନ୍ଧା ହବ। କହିଲେ କ'ଣ ପ୍ରାର୍ଥନା? ତମର କୋଉଠି ଶକ୍ତି ଅଛି? କୋଉଠି ଶକ୍ତି ଅଛି? ଦାନ୍ତ ବଥା ଅଛି ପ୍ରେୟାର କଲେ? ପ୍ରେଜ୍ ଦ ଲର୍ଡ। ଓଠ ବଥେଇଲା, ପବନ ସରିଗଲା, କ'ଣ ପାଇଁ ପ୍ରାର୍ଥନା କରୁନାହାନ୍ତି? Your prayer can change. Hallelujah. Hallelujah. କେତେ ଲୋକ ନାଇଁ ମୁଁ ମନେ ମନେ ପ୍ରାର୍ଥନା କରୁଛି, କେତେ ଲୋକ ମନେ ମନେ ଗୁଡ଼ ଖା ମନେ ମନେ ପ୍ରାର୍ଥନା କରୁଛି। କେମିତି ମନେ ମନେ? ହଁ, ମନ କଥା ଶୁଣନ୍ତି। ବାଇବଲ ଲେଖା ଅଛି, ହୃଦୟରେ ବିଶ୍ୱାସ। କୋଉଠି ବିଶ୍ୱାସ? ଆଉ କ'ଣ ମୁଖରେ? ଶୈତାନ ବି ଯୀଶୁଙ୍କୁ ନେଇଗଲା ଗୋଟେ ଉଚ୍ଚ ଜାଗାକୁ। ଏଠୁ ଡେଇଁ ପଡ଼େ, ଦୂତମାନେ ତତେ ତଳି ଧରିବେ। ଯୀଶୁ କ'ଣ କହିଲେ? ଏ ପଥରକୁ ରୁଟି କରେ। ଯୀଶୁ କ'ଣ କହିଲେ? ତାପରେ କ'ଣ କହିଲେ? ମୋତେ ମୁଣ୍ଡିଆ ମାରେ କହିଲେ। ସେତିକି ସମୟ ଯୀଶୁ ଚୁପଚାପ ଥିଲେ। ବାକ୍ୟରେ ଲେଖା ଅଛି, ପ୍ରଭୁଙ୍କୁ ଛାଡ଼ି କାହାକୁ ମୁଣ୍ଡିଆ ମାର ନାହିଁ। ଆଉ ଥରେ କହିଲେ, ଏ ପଥରକୁ ରୁଟି କରେ। ଯୀଶୁ କ'ଣ କହିଲେ? ମନୁଷ୍ୟ ରୁଟି ଦ୍ୱାରା ବଞ୍ଚିବ ନାହିଁ, ଈଶ୍ୱରଙ୍କର ମୁଖ ନିଃଶ୍ୱାସିତ ବାକ୍ୟ ଦ୍ୱାରା ବଞ୍ଚିବ। ଶୈତାନ ପଳେଇଲା। ଆଉ ଥରେ ଛାତକୁ ନେଇଗଲା, ଏଠିରୁ ଡେଇଁ ପଡ଼େ, ଦୂତମାନେ ଆସି ତତେ ତଳି ଧରିବେ। ଶୈତାନ ବି ବାକ୍ୟ ଜାଣିଛି। ପ୍ରତ୍ୟେକ ବାକ୍ୟ ଜାଣିବା ଲୋକ ଖ୍ରୀଷ୍ଟଙ୍କ ଲୋକ ନୁହନ୍ତି।
ଏଠି ବଢିଆ ଦୂତ ପରି ପ୍ରେଜ୍ ଲର୍ଡ ହାଲେଲୁୟା। ସେଠି ଗଲା ପରେ ଭାଇ ମୁଁ ବିଜି ଅଛି, ପାଣି ଗ୍ଲାସ ମିଳିବ ନାହିଁ। ପଥୁରିଆ ହୃଦୟ, ପଥୁରିଆ ହୃଦୟ କେତେ ଲୋକ ପ୍ରେଜ୍ ଲର୍ଡ ଏମିତି କରୁଥିବେ। ଆଉ ଟିକେ ଗଲା ପରେ ଇଏ ଭଲଟା ନାହିଁ ହେଲେ ବି କଣ କଥା ହେବାକୁ ପଡ଼ିବ। ଅଛନ୍ତି ଏମିତି ଲୋକ ପ୍ରେଜ୍ ଲର୍ଡ। ତାପରେ ତମକୁ ବାଟରେ ଜଗି ଠେଙ୍ଗା ଧରିଥିବେ। ଶୈତାନ ଗୋଟେ ପରେ ଗୋଟେ ପରେ ଗୋଟେ 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 ପରୀକ୍ଷା ଯୀଶୁଙ୍କୁ କରୁଥିଲା। ଯେବେ ଯୀଶୁ କ'ଣ କହିଲେ, ଏଠି ଲେଖା ଅଛି ସେଠି ଲେଖା ଅଛି, ସେ ଯାଉନଥିଲେ। ଶୈତାନ କ'ଣ କହିଲେ ଯୀଶୁ? ଯେବେ ମୁଖରେ ସ୍ୱୀକାର କଲେ, ଶୈତାନ ତୋର ମୋ ଠାରେ କିଛି ଅଧିକାର ନାହିଁ। ସେ ଯୀଶୁ ନା କହିନାହାନ୍ତି, ସେ ନିଜେ ନିଜେ ଆଇ ଏମ୍ ଦ ୱେ ଟ୍ରୁଥ୍ ଆଣ୍ଡ ଲାଇଫ୍। ହାଲେଲୁୟା। ମୁଁ ପଥ ସତ୍ୟ ଓ ଜୀବନ। ଶୈତାନ କହିଲେ, ସେ ବାକ୍ୟ ଦେଖେଇ ନାହାନ୍ତି ସେଠି କ'ଣ କହିଛନ୍ତି, କୋଉଟା ୟୁଜ୍ କଲେ, କ'ଣ ୟୁଜ୍ କଲେ? ଯେ ବାକ୍ୟ ଦେଖାଉଥିଲେ ଶୈତାନ ଯିବ ନାହିଁ। କେତେ ଲୋକ ମୁଣ୍ଡ ଆଡ଼େ ଧରି ଶୋଇଲେ ଜ୍ୱର ଛାଡ଼ିବ, ଗୋଡ଼ ଆଡ଼େ ଗୋଟେ ରଖ, ମୁଣ୍ଡ ଆଡ଼େ ରଖ, କିଛି ହେବ ନାହିଁ। ଠିଆ ହେଲେ ଯୀଶୁ କ'ଣ କଲେ? ଠିଆ ହେଲେ। ଯୀଶୁ କେମିତି ଠିଆ ହେଲେ? ସକାଳେ ମୁଁ ଏଞ୍ଜେଲ ସହିତ ଗପ କରୁଥିଲି। ଏଞ୍ଜେଲ କେମିତି? ହାଲେଲୁୟା। କ'ଣ କହିଲେ ଯୀଶୁ? କ'ଣ କହିଲେ? ଦୂର ଶୈତାନ। ହାଲେଲୁୟା। ତାପରେ ଶୈତାନ ତାକୁ ଛାଡ଼ି ପଳେଇ ଗଲେ। ଦୂତ ମାନେ ଆସି ପରିଚର୍ଯା କଲେ ଜେରିକୋ। ହାଲେଲୁୟା। ଜେରିକୋ ଆଗକୁ ସେଇ ଜାଗା ଆମେ ଯାଇଛୁ। ଯୀଶୁ ଯୋଉଠି ପରୀକ୍ଷା ହେଲା ସେ ଜାଗାକୁ ମୁଁ ଯାଇଛି। ସେଠି ଝୁଲବା ବ୍ରିଜ ଯାକ କରାହେଇଛି। ସମସ୍ତ ଯୀଶୁ ନାମରେ କୁହ ଯୀଶୁ। ପ୍ରାକ୍ଟିସ୍ କରୁଛ? ପ୍ରଥମ ଜହନ 4:4 ଜଗତରେ ଯେ ଅଛି ତାଠାରୁ ମହାବ୍ୟକ୍ତି ମୋ ଭିତରେ ଅଛି। ହାଲେଲୁୟା। ଜଗତରେ କିଏ ଅଛି? ଶୈତାନ ଅଛି। ଜଗତର ଅଧିପତି ଶୈତାନ ଥିଲା। ପ୍ରକାଶିତ 1:5-6-7 ଲେଖା ଅଛି, ଜଗତର ଅଧିପତି ଶୈତାନକୁ ତାର ଅସ୍ତ୍ରଶସ୍ତ୍ର ଛଡ଼ାଇ କାଲବରୀ କ୍ରୁଶରେ ଆମର ସବୁ ଅଭିଶାପ, ରୋଗ, କଷ୍ଟ, ଦୁଃଖ କ୍ରୁଶରେ ନେଇଗଲେ। ହାଲେଲୁୟା। ବର୍ତ୍ତମାନ ରାଜା ମାନଙ୍କର ରାଜା ଓ ପୃଥିବୀର ରାଜା କିଏ? ଯୀଶୁ। ହାଲେଲୁୟା। ଆଗରେ କିଏ ଥିଲା? ଏଦମ ଉଦ୍ୟାନରେ କିଏ ଥିଲା? ପରୀକ୍ଷା କିଏ କଲା? କିନ୍ତୁ ମରିକି ଉଠିଲା ପରେ ହାଲେଲୁୟା ଶକ୍ତି କାହା ପାଖରେ ଅଛି? କାହାକୁ ଦିଆଯାଇଅଛି? ମଣ୍ଡଳୀ। ହାଲେଲୁୟା। ମୁଁ ଜୀବିତ ନାହିଁ। ସମସ୍ତଙ୍କୁ ମୁଁ ଜୀବିତ ନାହିଁ, ମୋ ଠାରେ ଖ୍ରୀଷ୍ଟ ଜୀବିତ। କେତେ ଘରେ ଲେଖୁଛନ୍ତି ଏଇ ଗୃହର ଅଦୃଶ୍ୟ ଭାବରେ କୁଣିଆ ଯୀଶୁ ଲେଖୁଛନ୍ତି। ଇଂଲିଶରେ ଦିସ୍ ହାଉସ୍ ଜିସସ୍ ଇଜ୍ ଦ ହେଡ୍ ଅଫ୍ ଦିସ୍ ହାଉସ୍ ଷ୍ଟିକର ମାରୁଛନ୍ତି ନା? ଜିସସ୍ ହେଡ୍ ଅଫ୍ ଦିସ୍ ହାଉସ୍ ମାରୁଛନ୍ତି। ସନ୍ଧ୍ୟା ପ୍ରେୟାର ହେଉଛି କି ଭଉଣୀ? ମୋର ବାପା ପରା ଟିକେ ପିଇ ଦେଉଛି, ମୋର ମା ଶୁଖୁଆ ପଡ଼େଇ ଦେଉଛି ତାକୁ। ସେଥିପାଇଁ ଆମ ଘରେ ପ୍ରେୟାର ହେଉନାହିଁ। ଆଜି ଗୋଟେ ପାଷ୍ଟର ଘରେ ବି ପ୍ରେୟାର ନାହିଁ। ଆଜି ଗୋଟେ ପାଷ୍ଟର ଘର ଯାଇଥିଲି, ପ୍ରେୟାର ନାହିଁ। 3ଟାରେ ଉଠୁଛନ୍ତି। ଗୋଟେ କୁଣିଆ ଆସିଛି, କିଛି ଖାଇବା ଦେବା ନାହିଁ, ସେଟା ନାହିଁ। ତମ ଘରେ ଶୈତାନ ନାହିଁ? କିଏ ଅଛି? କିଏ ଅଛି ତମ ଘରେ? ଭୂତ ଆତ୍ମା ଯାକ। ହାଲେଲୁୟା। ସେଥିପାଇଁ ଆଜ୍ଞା ମୋର ଝିଅକୁ ଟିକେ ପ୍ରାର୍ଥନା କରିଦିଅ ଆଜ୍ଞା। ସେ ପାଷ୍ଟର ଆସିଛି। ହାଲେଲୁୟା। ଦିନା କରୁନ୍ ଆସୁ, ଅବ୍ରାହମ ଆସୁ, ବେନିହୀନ ଆସୁ, କିଛି କାମ ଦେବ ନାହିଁ। ବୋଟଲ ଅଛି ନା? ପ୍ରେଜ୍ ଲର୍ଡ। ଏଠି ତଳେ ମୁଁ କଣା କରିଦେଇ ଆଜ୍ଞା ପାଣି ଟିକେ ଭରି ଦିଅ ଆଜ୍ଞା। ସେ ମାରୁଥିବ, ଭରି ଦିଅ ଆଜ୍ଞା। କୁଆଡ଼େ ଭରିବ କି? ଏଇ ସବୁ ଦୁର୍ବଳତା, ସବୁ ଦୁର୍ବଳତା ବନ୍ଦ କର। ହାଲେଲୁୟା। ହାଲେଲୁୟା। ଜୋରସ କୁହ ହାଲେଲୁୟା। ଯେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୁଏ ସେ କ'ଣ ହୁଏ? ତମେ ଆଉ ଯୀଶୁ ଅଲଗା ଏକ ହେଇଗଲ। ହାଲେଲୁୟା। ନିଜେ ଚେଷ୍ଟା କରୁଛୁ ଆମେ, ମୋର ପିଲାକୁ ଏମିତି ହେଉ, ପୁଣି ପ୍ରଭୁ କେବେ ହେବ ନାହିଁ। ସେ ବି ଯୀଶୁଙ୍କୁ ପାଇବାର ଅଛି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଈଶ୍ୱରଙ୍କର ବାକ୍ୟ ହାତୁଡ଼ି ସଦୃଶ। ପ୍ରେଜ୍ ଦ ଲର୍ଡ। ବାକ୍ୟ ବାକ୍ୟ ବାକ୍ୟ। ହାଲେଲୁୟା। ସମସ୍ତ ବାକ୍ୟ ବାକ୍ୟ ବାକ୍ୟ। ଗୋଟେ ବାକ୍ୟ ହେଲେ କ'ଣ?
ଗୋଟେ ଗଡ଼ରେ ଖାଲି ବାକ୍ୟ ଅଛି। ମାଥିଉରେ ଲେଖା ଅଛି, ଆୟୁବରେ ଲେଖା ଅଛି, ସେଠି ଲେଖା ଅଛି, ସେଠି ଲେଖା ଅଛି, ସେଠି ଲେଖା ଅଛି। ତାର ଅର୍ଥ ମୁଁ ତମକୁ ଔଷଧ ଯାକ ଦେଖେଇଦେଲି। ଏଇଟା ମୁଣ୍ଡ ବଥା, ଏଇଟା ଜ୍ୱର, ଏଇଟା ଅଧା କପାଳି, ଏଇଟା ଝାଡ଼ା, ଏଇଟା ବାନ୍ତି, ଔଷଧ ଦେଖେଇଦେଲି, ପଳେଇଗଲି। ହାଲେଲୁୟା। କ'ଣ କରିବାର ଅଛି? ସେ ଔଷଧ ଭିତରକୁ ଯିବାର ଅଛି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଜନ 6:63 ଈଶ୍ୱରଙ୍କର ବାକ୍ୟ ଜୀବନ ଓ ଆତ୍ମା। ହାଲେଲୁୟା। ଖାଲି ବାକ୍ୟ ନାହିଁ, ବାକ୍ୟ ଓ ପବିତ୍ର ଆତ୍ମା। ପ୍ରେଜ୍ ଦ ଲର୍ଡ। ବାକ୍ୟ ପବିତ୍ର ଆତ୍ମା। ସମସ୍ତଙ୍କୁ ପବିତ୍ର ଆତ୍ମା, ପବିତ୍ର ଆତ୍ମା, ପବିତ୍ର ଆତ୍ମା। ହେଲେ ତମେ ଏବେ କ'ଣ ହେଲା? ବାକ୍ୟ ପବିତ୍ର ଆତ୍ମା, ବାକ୍ୟ ପବିତ୍ର ଆତ୍ମା। ହାଲେଲୁୟା। ଏବେ ତମେ ଜୀବିତ ହେଲ। ପ୍ରେଜ୍ ଦ ଲର୍ଡ। ଏ ମୃତ୍ୟୁ ପ୍ରାର୍ଥନା ସବୁ ସ୍ୱର୍ଗକୁ ନେବ ନାହିଁ। ତୁମେ ମାନେ ରାଜକୀୟ ଯାଜକ ପବିତ୍ର ଜାତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। କେତେ ଲୋକ କାନ୍ଦି କାନ୍ଦି ଆସୁଛନ୍ତି ପ୍ରାର୍ଥନାକୁ, ଆଉ କାନ୍ଦି କାନ୍ଦି ଯାଉଛନ୍ତି। ସେଇଟା ଯାଅ ପଡ଼ିଆକୁ କନ୍ଦେଇଲି ଟିକେ। ହାଲେଲୁୟା, ହାଲେଲୁୟା। ହେ ପ୍ରଭୁ, ମୁଁ କିପରି ବଞ୍ଚିବି? ତୁମ ବୀର ମୋତେ ଛାଡ଼ିଦେବ ପ୍ରଭୁ, କେମିତି ବଞ୍ଚିବି? ସେ ଗୀତ ଗାଅ। କେମିତି ଖାଇବି? ଆରେ ଭକୁଆ ଖାଇବାକୁ ବି ଜାଣିନୁ। ଆରେ ଯୀଶୁ, ସମସ୍ତ ଯୀଶୁ ମତେ ଜୀବନ ଦେଲେ। ଯେ ଖ୍ରୀଷ୍ଟଙ୍କ ଠାରେ ଅଛି ନୂତନ ସୃଷ୍ଟି ହେଇ ଅଛି, ପୁରାତନ ସବୁ ଲୋପ ପାଇ ଅଛି। ହାଲେଲୁୟା। ତମେ ମରିବା ପର୍ଯ୍ୟନ୍ତ ତମର ଯୁଦ୍ଧ ସରି ନାହିଁ। ପ୍ରେଜ୍ ଦ ଲର୍ଡ। ସ୍ୱର୍ଗକୁ ଯିବା ପର୍ଯ୍ୟନ୍ତ ତମର ଯୁଦ୍ଧ ସରି ନାହିଁ। ହାଲେଲୁୟା। କିନ୍ତୁ ତମେ ଯିଏ ଚେଷ୍ଟା କରୁଛ, ବାପା ପ୍ରଭୁକୁ ଟିକେ ପାଇବି। ଯେ ଗୋଟେ ଭିକାରୀକୁ କ'ଣ କହିଲେ? ଅନ୍ଧ ଭିକାରୀ। ଏ ରାସ୍ତାରେ କିଏ ଯାଉଛି? ନାଇଁ, ଯୀଶୁ ମହାପ୍ରଭୁ ଯାଉଛି। ସେ କ'ଣ କଲା? ସିଏ ତାର ପୁରୁଣା ବସ୍ତ୍ର ଫୋପାଡ଼ି ଦେଇକି କ'ଣ କହିଲେ? କ'ଣ କହିଲେ? ହେ ଦାଉଦ ସନ୍ତାନ ଯୀଶୁ, କେହି ନ ଜାଣିଲା ପରେ ମୋର ଆଖି ଫିଟେଇ ଦେଇକି ଯାଅ, ଏମିତି କହିଲେ ନା? କେହି ନ ଜାଣନ୍ତୁ ମୁଁ ଅନ୍ଧ ବୋଲି, ଏମିତି କହିଲେ। କ'ଣ କଲେ? ଧୀରେ କଲେ। ଏ ଦାଉଦ ସନ୍ତାନ ଟିକେ ଆଇବ କି? ଏମିତି କହିଲେ କି? କ'ଣ କଲେ? ଏମିତି ତମର ପରେ କହିଲେ। ତାକୁ ଆଖି ଫିଟିବାର ଅଛି। ବେଳେବେଳେ ଏ ଝରକାରୁ ପକେଇବାଟା ସେଟା ଅନ୍ୟମାନଙ୍କର ବିଶ୍ୱାସ ତାକୁ ସୁସ୍ଥ କଲା, କିନ୍ତୁ ବେଳେବେଳେ ନିଜର ପ୍ରାର୍ଥନା ବି ଦରକାର ଅଛି। ପ୍ରେଜ୍ ଦ ଲର୍ଡ। କେହି କେହି କହୁଛନ୍ତି ନ ମରିଲେ ସ୍ୱର୍ଗ ଦେଖିବ ନାହିଁ, କହୁଛନ୍ତି ନାହିଁ। ଶୁଖୁଆପଡ଼ାରେ ଭାତ ଗଲା ନା କ'ଣ କହୁଛନ୍ତି? 14 ବର୍ଷର ଶୁଖୁଆପଡ଼ା ଭାତ ଗଲା। 12 ବର୍ଷ, 12 ବର୍ଷର ତପସ୍ୟା। ତମେ ଶୁଖୁଆପଡ଼ା ଶୁଖୁଆ ଖାଇବ। ହାଲେଲୁୟା। ସମସ୍ତେ କୁହ, ସଦା ପ୍ରଭୁ ଆନନ୍ଦ ଅଭିଷେକ ତୈଳରେ ଅଭିଷେକ କରିଅଛନ୍ତି। ମୋର ପାନ ପାତ୍ର ଉଛୁଳି ଉଠୁଥିବ। କେମିତି ପାନ ପାତ୍ର? କେତେ ଲୋକ? ପ୍ରେଜ୍ ଦ ଲର୍ଡ। ହାତ ଟିକେ ଏମିତି କେତେ ଲୋକ ଉପରି ମାନଙ୍କ ଭଲ ଅଛେ? ହଁ ଭଲ ଅଛେ। ପିଲା ଛୁଆ ପିଲା ଥିଲା ଭଲ ଅଛେ କି? ହଇ ଭଲ ଅଛେ। ଆଜି ମାସ ରାନ୍ଧି ରହିଲା। ସେମିତି ମାତ୍ର ଇଆଡ଼େ ଭିତରେ ଦୁଃଖ ଥାଇକରି ପ୍ରେଜ୍ ଦ ଲର୍ଡ ଏମିତି କରୁଛୁ କି ନାହିଁ? ଭିତରେ ଦୁଃଖ ଥାଇକି ବାହାରେ ଆମେ ହସ ଦେଖାଉଛୁ। ସମସ୍ତଙ୍କୁ ପ୍ରଭୁ ଯୀଶୁ ମତେ ଅନ୍ତରରେ ପ୍ରକୃତ ଆନନ୍ଦ ଦେବେ। ହାଲେଲୁୟା, ହାଲେଲୁୟା। କେତେ ଲୋକ ପ୍ରଭୁ ଅଛନ୍ତି ଏଠାରେ? ସଦା ପ୍ରଭୁ ଅଛନ୍ତି, କେ ହସିବ ନାହିଁ। ବୋଲେ ପ୍ରଭୁ ବଡ଼ ପାଟି ଧରିକି ସ୍ୱର୍ଗରେ ଜଗିଛନ୍ତି। କହିନି ଖାଇଦେଲୁ ମିଛ କହିଦେଲୁ ଏମିତି ମାରୁଆ। ବାପା ମିଛ କହିଲି, ଆଇସ୍କ୍ରିମ୍ ଗୋଟେ କିଣିଦେ ପୁଅ କହୁଛି।
ହେଲେ ତମେ କ'ଣ କରୁଛୁ ସେତେ ସ୍କୁଲ ଯାଉନୁ ଆଇସ୍କ୍ରିମ୍ ତ କିଣିଦେବି ନା ଏମିତି କହୁଛନ୍ତି ଆଇସ୍କ୍ରିମ୍ ନହେଲେ ମୁଁ ମରିଯିବି ତମକୁ କେମିତି ଲାଗିବ ବାପା ମା କେମିତି ଲାଗିବ ଏ ପିଲା ବିଚାର କରୁଛି ନେ ନେ ଖାଇଦେ ସମସ୍ତଙ୍କୁ ସଦାପ୍ରଭୁ କହନ୍ତି ମାତା ଆପଣା স্তনদায়ী ଶିଶୁକୁ ଭୁଲିଯାଏ କିନ୍ତୁ ସଦାପ୍ରଭୁ କେବେ ଭୁଲିବେ ନାହିଁ କେତେ ଲେଖା ଅଛି ଆଇଜାୟା 49 ର 15 16 26 25 ସେ ଆପଣ ହାତ ପାପୁଲିରେ ତମକୁ ଧରିଛନ୍ତି ହାଲେଲୁୟା କୋଉଠି ତମକୁ ଧରିଛନ୍ତି ବେଳେ ବେଳେ ବାପା ମା ବହୁତ ଦୂରରୁ କାର୍ଯ୍ୟ କରି ଆସୁଛନ୍ତି ପୁରା ହାଲିଆ ହେଇକି ଆସୁଥିବେ ଗୋଟେ ପିଲା ଜନ୍ମ ହେଇଛି 6 ମାସ ହେଇଛି ହାଲିଆ ହେଇକି ଆସୁଥିବେ ପିଲା ବି ମାମି ମାମି ସେ ବାଥରୁମ୍କୁ ବି ହାତରେ ଧରି ଦେଇଥିବ ମାମି ମାମି ଅସ୍କରା ହେଇଥିବେ ବି ବାପା ବେଶୀ ହାଲିଆ ହେଇକି ଆସୁଛି ଫ୍ୟାକ୍ଟ୍ରିରୁ କେମିତି କରୁଛି ମାମି ଧନ କେମିତି କରୁଛି ସେ ପୁରା ଯାକୁ ତାକୁ କ'ଣ କରୁଛି ଆଲିଙ୍ଗନ କରୁଛି ହଁ କି ନାଇଁ ହାଲେଲୁୟା ସେ ପିଲାର କଥା ଶୁଣି ବାପାର ଦୁଃଖ ବି ବାପା ତାଠାରୁ ଅଧିକ ଆମର ସଦାପ୍ରଭୁ ପ୍ରେଜ୍ ଦ ଲର୍ଡ ହାଲେଲୁୟା ସଦାପ୍ରଭୁ ପ୍ରେମକାରୀ ପ୍ରେଜ୍ ଦ ଲର୍ଡ ହାଲେଲୁୟା ସେ ଦୀର୍ଘ ସହିଷ୍ଣୁ କ'ଣ God is long suffering great in mercy but he never forget to punish us କ୍ରୋଧରେ ଧୀର ଆଉ ଦୟାବାନ ଅତ୍ୟନ୍ତ ତମେ ଓଡ଼ିଆରେ କୁହ ପ୍ରେଜ୍ ଦ ଲର୍ଡ କିନ୍ତୁ ବଳଦାତା କ'ଣ ପନିଶମେଣ୍ଟ ଦେବେ ସେ ନିଶ୍ଚୟ ପ୍ରେଜ୍ ଦ ଲର୍ଡ କିନ୍ତୁ ଯୀଶୁକୁ ପାଇଲା ପରେ ସବୁ କିଛି ହାଲେଲୁୟା ସବୁ କିଛି କେତେ ଦିନ ସର୍ବଦା ସବୁବେଳେ ସେ ଆମର ହେଇଗଲେ ପ୍ରେଜ୍ ଦ ଲର୍ଡ ସେଥିପାଇଁ ସେ ଯଥେଷ୍ଟ ସବୁବେଳେ ସର୍ବଦା ଦେବା ପାଇଁ ସ୍ୱର୍ଗରେ ଅଛନ୍ତି ପ୍ରେଜ୍ ଦ ଲର୍ଡ ହାଲେଲୁୟା ପ୍ରଥମ କରନ୍ଥୀୟ 15 ଆଜି ଆମେ ଯିବା କେତେଟା ପଏଣ୍ଟ ଆମେ ଆଜି ଶିଖିପାରିଲୁ ନାହିଁ ତଥାପି ଶୀଘ୍ର ଶୀଘ୍ର ସମସ୍ତେ ପଢ଼ନ୍ତୁ ପ୍ରଥମ କରନ୍ଥୀୟ 15 50 51 ପଢ଼ନ୍ତୁ ହେ ଭାଇମାନେ ଏହା କହୁଅଛି ରକ୍ତ ମାଂସ ଈଶ୍ୱରଙ୍କ ରାଜ୍ୟ ଅଧିକାର କରିପାରେ ନାହିଁ ତାପରେ କ୍ଷୟ ଅକ୍ଷୟତାକୁ ଅଧିକାର କରିପାରେ ନାହିଁ ଆଉ 5-10 ମିନିଟ୍ ମୁଁ ନେବି ହାଲେଲୁୟା ତାପରେ ତଳକୁ ପଢ଼ନ୍ତୁ ଦେଖ ମୁଁ ତୁମମାନଙ୍କୁ ଗୋଟେ ନିଗୁଡ଼ କଥା କହୁଅଛି କେତେ ଜଣ ମରିବା ନାହିଁ ହଁ ତଳକୁ ପଢ଼ନ୍ତୁ ଏକ ମୁହୂର୍ତ୍ତରେ ଚକ୍ଷୁର ପଲକରେ ଶେଷ ତୁରୀ ଧ୍ୱନିରେ ଆମେ ସମସ୍ତେ କ'ଣ ହେବା ଇଂଲିଶରେ ଲେଖା ଅଛି ଆଉ ତଳକୁ ପଢ଼ନ୍ତୁ ତୁରୀ ବାଜିବ ମୃତମାନେ କେମିତି ଉଠିବେ ଅକ୍ଷୟ ଆଉ ମରିବେ ନାହିଁ ମାଟିର ଶରୀର ଆଉ କ୍ଷୟ ପାଇବ ନାହିଁ ମଲା ଲୋକମାନେ ପ୍ରଥମ ଥେସଲୋନିକେ 4:16-17 ଆଉ ଜଣେ ଖୋଲିଥାନ୍ତୁ ହଁ ପଢ଼ନ୍ତୁ ଭଉଣୀ ପଢ଼ନ୍ତୁ ଶୀଘ୍ର ପଢ଼ନ୍ତୁ ଆମେ ପରିବର୍ତ୍ତିତ ହେବା ଏ କ୍ଷୟ ଶରୀରକୁ ଅକ୍ଷୟ ରୂପ ବସ୍ତ୍ର ପରିଧାନ କରିବାକୁ ହେବ ତଳକୁ ଆଉ ପଢ଼ନ୍ତୁ ଏଇ ମର୍ତ୍ତ୍ୟ ଶରୀରକୁ ଅମରତା ରୂପ ବସ୍ତ୍ର କ'ଣ କରେ ଇଂଲିଶ ଲେଖା ଅଛି ୟୁ ୱିଲ୍ ହାଭ୍ ଏ ଚେଞ୍ଜ ବଡି ହାଲେଲୁୟା ଇଂଲିଶରେ ଲେଖା ଅଛି ଗ୍ଲୋରିୟସ୍ ବଡି ରକ୍ତ ମାଂସ ରହିବ ନାହିଁ ସେ ବଡିରେ ସେଥିପାଇଁ ସେଲେଷ୍ଟିଆଲ ବଡି ଟେରେଷ୍ଟ୍ରିଆଲ ବଡି ଆକାଶ ଚନ୍ଦ୍ରକୁ ଯିବା ପାଇଁ ଆଉ ଗୋଟେ ଶରୀର ଏ ପୃଥିବୀର ଶରୀର ଗୋଟେ ଅଛି ଏବେ ଯେଉଁ ନାସା ଯାଉଛି ବହୁତ ବୈଜ୍ଞାନିକ ମାନେ ଯାଉଛନ୍ତି କୋଟି କୋଟି କିଲୋମିଟର ଆକାଶକୁ ତାଙ୍କେ ଆଉ ଗୋଟେ ବସ୍ତ୍ର ପିନ୍ଧୁଛନ୍ତି ସୂର୍ଯ୍ୟ କିରଣ ପଡ଼ିଲେ ତାଙ୍କୁ କିଛି ହେବ ନାହିଁ ଟେରେଷ୍ଟ୍ରିଆଲ ବଡି ସେଲେଷ୍ଟିଆଲ ବଡି ଲେଖା ଅଛି ପୃଥିବୀରେ ଗୋଟେ ଶରୀର ସ୍ୱର୍ଗରେ ଆଉ ଗୋଟେ ଶରୀର କି ଶରୀର ତମେ କାହାକୁ ପିନ୍ଧିଛ ଏବେ ଯୀଶୁଙ୍କୁ ବସ୍ତ୍ର ରୂପେ
ଆମେ ବାପ୍ତିସ୍ମ ଦ୍ୱାରା ପିନ୍ଧି ଅଛୁ। ପ୍ରେଜ୍ ଦ ଲର୍ଡ। ଅମରତା ଶରୀର। ହାଲେଲୁୟା। ଯୀଶୁ ପାଇଁ ଅଛି, କ'ଣ ପାଇଁ ଅଛି? ଜୀବନ ପାଇଁ ଅଛି। ପ୍ରେଜ୍ ଦ ଲର୍ଡ। ଆଉ ଥରେ ମୃତ୍ୟୁ ତାଙ୍କୁ ସ୍ପର୍ଶ କରିବ ନାହିଁ। ହାଲେଲୁୟା। ତମ ଭିତରେ କ'ଣ ଅଛି? ସକାଳେ ପ୍ରକାଶିତ 3:10 ପଢୁଥିଲୁ, ଅକ୍ଷୟ ବୀଜ ବୁଣା ହେଇ ଅଛି। ପ୍ରେଜ୍ ଦ ଲର୍ଡ। ଏଇ ବୀଜ ସକାଶୁ ପୃଥିବୀ ନିବାସୀକୁ ଆସିଥିବା ମହାକୋପରୁ ପ୍ରଭୁ ତମକୁ ସଞ୍ଚୟ କରି ଗୋଟେ ଗୁପ୍ତ ସ୍ଥାନରେ ରଖିବେ। ହାଲେଲୁୟା। ବିଜାତି ମାନେ କ'ଣ କରୁଛନ୍ତି? ଗୋଟେ ଲୋକକୁ ନିଆଁରେ କ'ଣ କରୁଛନ୍ତି? ପୋଡ଼େଇ ଦେଉଛନ୍ତି। ମଞ୍ଜି ପୋଡ଼େଇଲେ କ'ଣ ହେବ? ଆଉ ଗଜା ହେବ କି? ଖ୍ରୀଷ୍ଟିଆନ ମାନେ କ'ଣ କରୁଛନ୍ତି? କବର ଦେଉଛନ୍ତି। ହାଲେଲୁୟା। କବର ଦେଲେ କ'ଣ ହେଉଛି? ଆଉ ତୁରି ଧନୀ ହେଲା ବେଳକୁ କ'ଣ ହେବ? ସେମାନେ ଉଠିବେ। ହାଲେଲୁୟା। ଆମେ କବର ଆମେ ପୋଡ଼ଉଛୁ କି ଶରୀରକୁ? ଓ ତମେ ଆତ୍ମାରେ ନାହିଁ ଖାଲି କାନ୍ଦ ବୋବା ଏ ପ୍ରାର୍ଥନା ଏ ଯାକ ନାହିଁ। ସ୍ୱର୍ଗରେ କାନ୍ଦ ବୋବା ଏ ଯାକ ନାହିଁ। ଏ ପୃଥିବୀରେ ଏକା କିଏ ଜଣେ ତମକୁ କନ୍ଦଉଛି। ତମେ ବି ସେଇଟାକୁ ଦେଖୁଛ ସବୁବେଳେ, ଚିପି ଚିପି ଚେଞ୍ଜ କରି କରି ଦେଖୁଛ। ଗୋଟେ ଟିଭିରେ ଅନିଡ଼ା ଟିଭିରେ ସିଂହ ଅଛି। ଅନିଡ଼ା ଟିଭିର ଆଡ଼ଭର୍ଟାଇଜ୍ରେ କ'ଣ ଅଛି? 2ଟା ସିଂହ। ଟିଭି ପଛ କାନିରେ କିଛି ଆତ୍ମିକ ଲୋକ ଦେଖିଛନ୍ତି ଶୈତାନର ହାତ ଅଛି। ମୋବାଇଲରେ ବି ଶୈତାନର ହାତ ଅଛି। ଦିନ ରାତି ତମର ସମୟ ନଷ୍ଟ କରୁଛି। ତମର ପିଲାମାନେ ଘଣ୍ଟେ 2ଟା 3ଟା ଯାଇ ଶୋଉଛନ୍ତି, ପ୍ରୋନୋଗ୍ରାଫି ଦେଖୁଛନ୍ତି। ପାଷ୍ଟର ମାନେ ବି ପ୍ରୋନୋଗ୍ରାଫି ଦେଖୁଛନ୍ତି। ଅସୁଛି ସେଇଟା ତମର ହୋଲ୍ ଶରୀରକୁ ନଷ୍ଟ କରୁଛି। ଅବିଶ୍ୱାସର ଆତ୍ମା ଆସୁଛି। ପ୍ରାର୍ଥନା କରି 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 ହାଲିଆ ଅଛନ୍ତି। ପ୍ରଭୁ ଦେବେ ନାହିଁ ପରା, ଚାଲ ଆଉ ଗୋଟେ ପନ୍ଥା ଖୋଜିବା। ହାଲେଲୁୟା। ସମସ୍ତଙ୍କୁ ହାଲେଲୁୟା, ହାଲେଲୁୟା, ହାଲେଲୁୟା। ଏ ଅକ୍ଷୟ ଶରୀର କି ପଢ଼ିଦେବେ? ଗୌରବମୟ। ଫିଲିପିଓ 3 ପଢ଼ନ୍ତୁ। ଫିଲିପିଓ 3:20 ପଦ ପଢ଼ନ୍ତୁ। ଆମେ ମାନେ ତ ସ୍ୱର୍ଗର ପ୍ରଜା। କୋର୍ଟର ପ୍ରଜା। ଆମେ 3 ନମ୍ବର 4 ନମ୍ବର ଏଇଟା ଗଲା। ଆମେ କୋର୍ଟର ପ୍ରଜା। ହଁ, ତଳକୁ ପଢ଼ନ୍ତୁ। ସେ ସ୍ଥାନରେ ମଧ୍ୟ ଆମେ ମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଅଛୁ। ସେଇ କାରଣରୁ ନା କ'ଣ ଲେଖା ଅଛି? ସେହି ସ୍ଥାନରୁ ମଧ୍ୟ ଓ ଫ୍ରମ୍ ଦେୟାର, ସେଇ ସ୍ଥାନରୁ ମଧ୍ୟ ଆମେ ମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ। କାହାର ଆଗମନର ଅପେକ୍ଷାରେ ଅଛୁ? ଯୀଶୁଙ୍କର ଆଗମନର ଅପେକ୍ଷାରେ ଅଛୁ। ତଳକୁ ଆଉ ପଢ଼ନ୍ତୁ। ସେ ଆପଣାର ଯେଉଁ କାର୍ଯ୍ୟ ସାଧକ ଶକ୍ତି ଦ୍ୱାରା ସମସ୍ତ ବିଷୟକୁ ହଁ ନିଜର ବଶୀଭୂତ କରିପାରନ୍ତି, ହଁ ତଦ୍ୱାରା ଆମମାନଙ୍କର ଛାର ଶରୀରକୁ ରୂପାନ୍ତର। ଏଠି କି ଶରୀର ଲେଖା ଅଛି? ଆମ ଛାର ଶରୀର। କି ଶରୀର? ତଳକୁ ଆଉ ପଢ଼ନ୍ତୁ। ସେହିପରି ଆମ ଛାର ଶରୀରକୁ ରୂପାନ୍ତରିତ କରି ଆପଣାର ଗୌରବମୟ ଶରୀର ସଦୃଶ୍ୟ କରିବେ। ହାଲେଲୁୟା। ଏଦନ ଉଦ୍ୟାନରେ ହବା ଆଦମକୁ ଗୌରବ ଶରୀର ଦେଇଥିଲେ। ପାପ କଲାରୁ ପାପର ମନ, ପାପର ବିବେକ ଆସିଲା। ପାପର ବେତନ ମୃତ୍ୟୁ, ପାପ ଶରୀର ଆସିଲା। ହାଲେଲୁୟା। ଅବାଧ୍ୟର ଆତ୍ମା। ହାଲେଲୁୟା। ପ୍ରଥମ ମନୁଷ୍ୟ ପୃଥିବୀରୁ, ହାଲେଲୁୟା, ମାଟିର ତିଆରି ମଣିଷ ହବା ଆଦମ। ଦ୍ୱିତୀୟ ମନୁଷ୍ୟ କୋର୍ଟରୁ ଆଇଲେ, ଗୋ ମରିୟମ ଭୟ କର ନାହିଁ, ତୁମେ ପବିତ୍ର ଆତ୍ମା ଦ୍ୱାରା ଗର୍ଭବତୀ ହେବ, ଗୋଟେ ସନ୍ତାନ ଜାତ କର। ଦ୍ୱିତୀୟ ମନୁଷ୍ୟ କୋର୍ଟରୁ ଆଇଲେ, ସ୍ୱର୍ଗରୁ ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହେଲେ। ହାଲେଲୁୟା। ଯୋଉ ଗୌରବମୟ ଶରୀର ହଜାଇଥିଲୁ ଯୀଶୁଙ୍କର ମୃତ୍ୟୁ ଦ୍ୱାରା, ହାଲେଲୁୟା, ଆମମାନଙ୍କୁ ଆଉ ଥରେ ସେଇ ଶରୀର ହବା ଆଦମ ଦ୍ୱାରା ପତିତ ହେଇଯାଇଥିବା ନଷ୍ଟ ମାଟିର ଶରୀର ଦେବେ ନାହିଁ। ଆମକୁ କି ଶରୀର ଦେବେ? ଗୌରବମୟ ଶରୀର ଦେବେ। ହାଲେଲୁୟା। ଏଇ ଶରୀର ସ୍ୱର୍ଗ ରାଜ୍ୟକୁ ଯିବ। ହାଲେଲୁୟା। 4-5ଟା ପଏଣ୍ଟ ଆମେ ଦେଖୁଛୁ, କିନ୍ତୁ ଏ ଅନେକ 8-9ଟା ପଏଣ୍ଟ ଅଛି। ଯୀଶୁ କାହିଁକି ଆସିବେ? ଆମମାନଙ୍କୁ ନେବା ପାଇଁ। ସବୁ ହାଲେଲୁୟା ପ୍ରେଜ୍ ଲର୍ଡ ଯିବେ ନାହିଁ ସେ ଟାଇମ୍ରେ। ଗୌରବମୟ ଶରୀର ହେବା ପାଇଁ ଆମମାନଙ୍କୁ ଗୋଟେ ସାହାଯ୍ୟ ଦରକାର। ହାଲେଲୁୟା। 10 କନ୍ୟା ଥିଲେ, ଯାହାର ଦୀପରେ ତୈଳ ଥିଲା ସେମାନେ ଭେଟୁଛନ୍ତି। ହାଲେଲୁୟା। ଯାହାର ଦୀପରେ ତୈଳ ନାହିଁ ସେମାନେ ହତାଶ ହେଇକରି ଯାଉଛନ୍ତି। ହାଲେଲୁୟା। କେହି ମାନେ ଉଠିବେ, ଆଉ କିଏ କିଏ ବିନଷ୍ଟ ହେବା ପାଇଁ ତାଙ୍କୁ ଉଠେଇବେ।
ଆଉ କାହାକୁ ଅନନ୍ତ ଜୀବନ ଦେବା ପାଇଁ ସ୍ୱର୍ଗ ରାଜ୍ୟ ନିମନ୍ତେ ଉଠେଇବେ। ହାଲେଲୁୟା ହାଲେଲୁୟା। 20ରେ ଏଠି ଲେଖା ଅଛି ୱି ଆର୍ ଦ ସିଟିଜନସିପ୍ ଅଫ୍ ହେଭେନ୍। କୋଉଠିର ନାଗରିକ ଆମେ? ସ୍ୱର୍ଗର ନାଗରିକ। ହାଲେଲୁୟା। ଗୋଟେ ଗୌରବମୟ ଶରୀର ଦେବା ପାଇଁ ସେ ଆମମାନଙ୍କୁ ନେବା ପାଇଁ ଏ ପୃଥିବୀକୁ ଆସୁଛନ୍ତି। ଯୀଶୁ ମଲା ପରେ ପ୍ରେରିତ 1:11 କ'ଣ ଦେଖୁଛୁ ଆମେ ଯୀଶୁ ମରିକି ଉଠିଲା ପରେ 500ରୁ ଅଧିକ ଲୋକ ଗାଲିଲିରେ ଦେଖୁଛନ୍ତି। ଯୀଶୁ କ'ଣ କହିଲେ? ମୁଁ ଯାଉଅଛି ପୁନର୍ବାର ତୁମକୁ ନେବା ପାଇଁ ଆସିବି, ଭୟ କର ନାହିଁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ମୁଁ ଯେଉଁ ସ୍ଥାନରେ ଥିବି ତୁମେ ମଧ୍ୟ ସେ ସ୍ଥାନରେ ଥିବ। କ'ଣ ଥିବା ଦରକାର? ତୁମର ଦୀପରେ ତୈଳ ରହିବା ଦରକାର। ପ୍ରେଜ୍ ଦ ଲର୍ଡ। ତୈଳ କ'ଣ କାହାକୁ ବୁଝାଏ? ପବିତ୍ର ଆତ୍ମା। ପ୍ରେଜ୍ ଦ ଲର୍ଡ। ଦିନରେ ମେଘ ସ୍ତମ୍ଭ, ରାତିରେ ଅଗ୍ନି ସ୍ତମ୍ଭ। ଆଉ ପ୍ରଭୁ ନିଜେ କହିଲେ ମୁଁ ଗଲା ପରେ ତୁମକୁ ଆତ୍ମା ଆସିବ ସାହାଯ୍ୟ କରିବା ପାଇଁ। ମୁଁ ଗଲା ପରେ ହିଁ ପବିତ୍ର ଆତ୍ମା ଆସିବ। ନାମଧାରୀ ମଣ୍ଡଳୀ ହୁଅ ନାହିଁ, ନାମଧାରୀ ଖ୍ରୀଷ୍ଟିଆନ ହୁଅନ୍ତୁ ନାହିଁ। ହାଲେଲୁୟା। ଆତ୍ମାରେ ସତ୍ୟରେ ନୂଆ ଜନ୍ମ ପାଇଥିବା ଖ୍ରୀଷ୍ଟିଆନ ମାନଙ୍କୁ ନେବାକୁ ଆସିବେ। ସମସ୍ତଙ୍କୁ ନେବାକୁ ଆସିବେ ନା। ଯେ ଦଶମାଂଶ ଦେଉଛି, ଯେ ପ୍ରଭୁ ମଧ୍ୟ ଖାଇଛି, ଯୀଶୁଙ୍କ ରକ୍ତ ଦ୍ୱାରା ଧୌତ ହେଇଅଛି। ପ୍ରେଜ୍ ଦ ଲର୍ଡ। ଆଉ ଯାହା ଦୀପରେ ତୈଳ ଅଛି, ଯାହାର ଅର୍ଥ ପବିତ୍ର ଆତ୍ମା। ହାଲେଲୁୟା। ପବିତ୍ର ଆତ୍ମା କିଏ ଆତ୍ମା? ପବିତ୍ର ଆତ୍ମା ଅଗ୍ନିକୁ ବୁଝାଏ, ପବିତ୍ର ଆତ୍ମା କପତକୁ ବୁଝାଏ, ପବିତ୍ର ଆତ୍ମା ତୈଳକୁ ବୁଝାଏ। ପ୍ରେଜ୍ ଦ ଲର୍ଡ। ଅନେକ ବିଷୟ ଅଛି। ପ୍ରେଜ୍ ଦ ଲର୍ଡ। ସେ ରାଜ୍ୟର ପ୍ରଜା ହେବା ପାଇଁ ଆମକୁ ଜଣଙ୍କର ସାହାଯ୍ୟ ଦରକାର। ପ୍ରେଜ୍ ଦ ଲର୍ଡ। ସେଥିପାଇଁ ଯୀଶୁ କହିଲେ ତମର ଅଣ୍ଟା ଭିଡ଼ା ଥାଉ, ତମର ପ୍ରଦୀପ ଜଳୁଥାଉ। ସମସ୍ତେ କହ ହାଲେଲୁୟା ହାଲେଲୁୟା ହାଲେଲୁୟା। କୋଉଠର ପ୍ରଜା ଆମେ ଏବେ ଦେଖିଲୁ? ସ୍ୱର୍ଗର ପ୍ରଜା। ପ୍ରେଜ୍ ଦ ଲର୍ଡ। ସେଠି ଗୋଟେ ଭୋଜି ବି ହେବ। ପ୍ରେଜ୍ ଦ ଲର୍ଡ। ଯୀଶୁ କହେ ହେବେ ସବୁ ରାଜାମାନଙ୍କର ରାଜା, ପ୍ରଭୁମାନଙ୍କର ପ୍ରଭୁ ହେବେ। ସେଠି ଗୋଟେ ଭୋଜ ହେବ। ପ୍ରେଜ୍ ଦ ଲର୍ଡ। ତମେ ବି ଥକିଗଲ। ତମର ଜିବି 5GB 2GB ଯାହାର 80-90 ଅନଲିମିଟେଡ୍ ଜିବି ହେବାର ଅଛି। ଆହୁରି ଯେଉଁ ଜାଗାକୁ ଯିବି ସେ ଜାଗାର କଥା ମୁଁ କହୁଛି। କେଉଁ ଜାଗା? କୋଉଠି ନାଗରିକ ତମେ? ଫିଲିପିଓ 3:20 କ'ଣ ଲେଖା ଅଛି? ଆମେମାନେ ତ ସ୍ୱର୍ଗର ପ୍ରଜା। ହାଲେଲୁୟା। କି ଶରୀର ଆମକୁ ଦରକାର? ଗୌରବମୟ ଶରୀର। ଗୌରବମୟ ଶରୀର କେବେ ପାଇବା? ପବିତ୍ର ଆତ୍ମା ଆସିଲା ପରେ। ବିନା ପବିତ୍ର ଆତ୍ମା ବିଷୟରେ ବହୁତ ପ୍ରଚାର କରୁଛନ୍ତି, କିନ୍ତୁ ଆତ୍ମା ନଥାଉଛି। ସେଥିପାଇଁ ସେ ଟାଣ ହୃଦୟ, ପଥୁରିଆ ହୃଦୟ। ମୋତେ ଏମିତି କହିଦେଲା କି ଏମିତି ତାପରେ ଝଗଡ଼ା ହେଉଛୁ। ପବିତ୍ର ଆତ୍ମା ଆସିଲା ପରେ ପଥୁରିଆ ହୃଦୟ ନେଇଯିବେ। କି ହୃଦୟ ଦେବେ? ମାଂସମୟ ହୃଦୟ ଦେବେ। ପ୍ରେଜ୍ ଦ ଲର୍ଡ। ଆଉ କେବେ ଟାଇମ୍ ମିଳିଲେ ଆମେ ଅଧିକ ପ୍ରଚାର କରିବା, ଅଧିକ ବାକ୍ୟ ଶୁଣିବା। ପ୍ରେଜ୍ ଦ ଲର୍ଡ। ସେଠି ଗୋଟେ ଭୋଜ ଅଛି, ସେଇ ଭୋଜରେ ଆମେ ଅଂଶୀ ହେବା ପାଇଁ ପ୍ରଭୁ ନେବାକୁ ଆସୁଛନ୍ତି। ସେ ଯେଉଁ ଜାଗାରେ ଥିବେ ଆମେ ମଧ୍ୟ ସେଇ ଜାଗାରେ ରହିବା। ହାଲେଲୁୟା। ଯୀଶୁ ରାଜାମାନଙ୍କର ରାଜା ହେବେ, ଆମେ ସେଇଠିର ପ୍ରଜା ହେବା। ପ୍ରଭୁ ମୁଁ ଯେଉଁ ଜାଗାରେ ଥିବି ମୋର ଲୋକମାନେ, ମୋର ହାତରୁ ତିଆରି ମନୁଷ୍ୟକୁ ବି ସେଇ ଜାଗାରେ ମୁଁ ଦେଖିବାକୁ ଚାହୁଁଛି। ପ୍ରଭୁ ତାର ଅର୍ଥ ମାର୍କ 13:13 କ'ଣ? ପ୍ରଭୁ ସେମାନଙ୍କୁ ଡାକିଲେ ଆଉ ସର୍ବଦା ତାଙ୍କ ସହିତ ରହିବା ପାଇଁ ଇଚ୍ଛା କଲେ। ପ୍ରଭୁ କେତେ ଦିନ ରହିବା ପାଇଁ ଚାହୁଁଛନ୍ତି? ତମ ସହିତ, ମୋ ସହିତ ସବୁବେଳେ। ଏବେ ଦୂରତାରେ ଆମେ ଦେଖୁଛୁ, ଦୂରରୁ ଶୁଣୁଛୁ, କିନ୍ତୁ ମୁଖାମୁଖି ସେଦିନ ଆମମାନେ ଭେଟିବା। ହାଲେଲୁୟା। ସମସ୍ତେ ଧନ୍ୟବାଦ ଦେବା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଥ୍ୟାଙ୍କ ୟୁ ଜିସସ୍। ହାଲେଲୁୟା ହାଲେଲୁୟା। ଆମେ ତାଙ୍କ ସଦୃଶରେ ନିର୍ମିତ ହୋଇଅଛୁ। ହାଲେଲୁୟା। ଥ୍ୟାଙ୍କ ୟୁ। ଧନ୍ୟବାଦ ଦିଅନ୍ତୁ। ହାଲେଲୁୟା ହାଲେଲୁୟା ହାଲେଲୁୟା। ପ୍ରେଜ୍ ଗଡ୍ ପ୍ରେଜ୍। ମୁଖ ଖୋଲି ଉଚ୍ଚ ସ୍ୱରରେ ଲାଜ ଛାଡ଼ିକି ହାଲେଲୁୟା ସେଇ ରାଜ୍ୟର ପ୍ରଜା ଆମେ ହେବା ପାଇଁ। ହାଲେଲୁୟା। ଥ୍ୟାଙ୍କ ୟୁ ଜିସସ୍। ଓ ହାଲେଲୁୟା 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 ହାଲେଲୁୟା। ଲାଜ ଛାଡ଼ନ୍ତୁ, ପ୍ରଶଂସା କରିବା। ସେ ଯେଉଁ ସ୍ଥାନରେ ଆମେମାନେ ସେଇ ସ୍ଥାନରେ ରହିବା। ଥ୍ୟାଙ୍କ ୟୁ ଲର୍ଡ ହାଲେଲୁୟା ହାଲେଲୁୟା।